20/2025 ବାଲେଶ୍ୱର ଲୟର୍ସ କ୍ଲବ ଓ ଆଇନ ସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ବିଶାଳ ରକ୍ତଦାନ ଶିବିର ଜିଲ୍ଲା ଦୌରାଜ ତଥା ଅଦାଲତ ପରିସରରେ ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଶିବିରକୁ ବାଲେଶ୍ୱର ମୁଖ୍ୟ ଦୌରାଜ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଅନ୍ୟ ସମସ୍ତ ବିଚାରପତି ଉପସ୍ଥିତ ରହି ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଶିବିରର ସଭାପତି ଶ୍ରୀଯୁକ୍ତ ହରେକୃଷ୍ଣ ଦାସ, ବରିଷ୍ଠ ଓକିଲ ରଘୁନାଥ ପ୍ରଧାନ, ସଂଗଠନର ସମ୍ପାଦକ ସୁଲଳିତ କର, ସାଇରୁଲ ହକ, ବାଦଲ ବେହେରା, ପିନାକୀ ଦିହିର, ଓକିଲ ସଂଘର ସଭାପତି କେଶବ ଆଚାର୍ଯ୍ୟ, ବନ୍ଦନା ବିଶ୍ୱାଳ, କିରଣ ମହାରଣା, ସଂଘର ସଦସ୍ୟ ଯଶୋଦାନନ୍ଦ ଦାସ, ଭାନୁ ବିଶ୍ୱାଳ ପ୍ରମୁଖ ସମସ୍ତ ଓକିଲବନ୍ଧୁ ସହଯୋଗ କରିଥିଲେ। ରକ୍ତଦାନ ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସମାଜସେବୀ ମମତା ଦାସ, ଶୈଳେନ୍ଦ୍ରୀ ସିଂଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ହସ୍ପିଟାଲର ରକ୍ତଭଣ୍ଡାର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ 200 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସଭାପତି କହିଲେ, ଲୟର୍ସ କ୍ଲବ ବାଲେଶ୍ୱର ଗଠନ ସେବାମୂଳକ କାର୍ଯ୍ୟ ଆଗକୁ ଜାରି ରହିବ। ବାଲେଶ୍ୱର ଲୟର୍ସ ଆସୋସିଏସନର ପ୍ରେସିଡେଣ୍ଟ, ଲୟର୍ସ କ୍ଲବର ପ୍ରେସିଡେଣ୍ଟ। ଆଉ ଆମର ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆମେ ରକ୍ତଦାନ ଶିବିର କରୁଛୁ। ଆର ବର୍ଷ କରିଥିଲୁ 118 ୟୁନିଟ୍ ହେଇଥିଲା। ଏବର୍ଷ ଆମେ 150କୁ ପାରିବା ପାଇଁ ଚେଷ୍ଟା କରୁଛୁ। ଆମେ କେବଳ ଏଇ ଯେଉଁ ଲୟର୍ସ କ୍ଲବ ହେଇଛି ସେଥିରେ ଆମେ ବହୁତ ପ୍ରୋଗ୍ରେସିଭ୍ ୱାର୍କ କରୁଛୁ। କେବଳ ଓକିଲାତି କଲେ ଯଥେଷ୍ଟ ନୁହେଁ, ସେଟା ତା ଛଡ଼ା ସମାଜ ସେବାକୁ ମଧ୍ୟ ଓକିଲମାନଙ୍କର ଆବଶ୍ୟକତା ଅଛି। ତେଣୁ ଆମେ ସମାଜ ସେବା ଦିଗରେ ଏସବୁ ପଦକ୍ଷେପ ନେଉଛୁ। ରକ୍ତଦାନ ଶିବିର ଆୟୋଜିତ ହୁଏ, ଏ ବର୍ଷ ମଧ୍ୟ ଆୟୋଜିତ ହେଉଛି। ରକ୍ତର କୌଣସି ସବଷ୍ଟିଟ୍ୟୁଟ୍ ନାହିଁ, ତେଣୁ ଆମେ ଯେକୌଣସି କାର୍ଯ୍ୟ କଲେ ମଧ୍ୟ ଆମେ ସାମାଜିକ କାମ ସବୁବେଳେ କରିଥାଉ। ଏବଂ ଯେତେବେଳେ ରକ୍ତର ଅଭାବ ବାଲେଶ୍ୱର ରକ୍ତ ଭଣ୍ଡାରରେ ଦେଖାଦିଏ, ସେମାନେ ଆମକୁ ଯେତେବେଳେ ବି କହିଛନ୍ତି ଆମେ ଏଇଭଳିଆ ରକ୍ତଦାନ ଶିବିର ଆୟୋଜିତ କରୁଛୁ। ଆମେ ଆଶା କରୁଛୁ ବିଭିନ୍ନ ସଂଗଠନ, ସାମାଜିକ କର୍ମକର୍ତ୍ତା ଏବଂ ଯେଉଁ ଅନୁଷ୍ଠାନ ସବୁ ଅଛନ୍ତି ଏଇଭଳିଆ ପ୍ରତ୍ୟେକ ଗେପ୍ରେ ସେମାନେ ରକ୍ତଦାନ ଶିବିର ଆୟୋଜିତ କରନ୍ତୁ। ରକ୍ତ ଆସିକି ଯଦି ରକ୍ତ ଭଣ୍ଡାରରେ ରହିବ, ତେବେ କୌଣସି ବ୍ୟକ୍ତି ବିଶେଷ କେବେ ହଇରାଣ ହେବେନି କି ମୃତ୍ୟୁ ମୁଖରେ ପଡ଼ିଲା। ଆମର ଯେଉଁ ଲିଗାଲ ଏଡ୍ ମଧ୍ୟ ଆମକୁ ଏଥର ସାହାଯ୍ୟ କରୁଛନ୍ତି। ତାକୁ ମିଳିତ ଆନୁକୂଲ୍ୟରେ ଏଇଟା ହେଉଛି। ଆଉ ଆଶା କରୁଛି ଆଗକୁ ମଧ୍ୟ ଖୁବ୍ ଭଲ ଭାବେ ରହିବ ଏଟା।